ଥରେ ମୋତେ ଘିଅ ଖାଇବାକୁ ପ୍ରବଳ ଇଚ୍ଛା ହେବାରୁ ମୁଁ କୌଣସି ଉପାୟ ନ ପାଇ କିପରି ମୋ ପୁତୁରା ପାଖରୁ ଘିଅ ଖାଇଥିଲି ଏବଂ ମୋ ଦେହକୁ ପୁରା ଶାନ୍ତି କରିଥିଲି, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲ୍ରେ ଆପଣମାନେ ହଟ୍ ଘିଆ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲ୍କୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ କିପରି ମୋ ପୁତୁରାକୁ ପଠାଇ ମୁଁ ଘିଅ ଖାଇଥିଲି ସେହି ବିଷୟରେ ଆପଣଙ୍କୁ କହୁଛି। ମୋ ସ୍ୱାମୀ ବାହାରେ ରୁହନ୍ତି। ସେ 2 ମାସେ 3 ମାସେ ଥରେ ଘରକୁ ଆସନ୍ତି, କିନ୍ତୁ ମୁଁ ଏତେ ବେଧି ମୋତେ ସପ୍ତାହକୁ 2ରୁ 3 ଦିନ ଘିଅ ଦରକାର ହୁଏ, ନହେଲେ ମୋ ମୁଣ୍ଡ କାମ କରିବ ନାହିଁ। ତେଣୁ ମୋ ସ୍ୱାମୀ ନଥିବା ସମୟରେ ମୁଁ କ'ଣ କରେ ନା ବିଆରେ ହାତ ବୁଲାଏ ଏବଂ ଆଙ୍ଗୁଠି ଗେଞ୍ଜେ। ଏହି ପ୍ରକାର କରି ମୁଁ ହାଲକା ହାଲକା ଶାନ୍ତି ପାଏ, କିନ୍ତୁ ସେ ଶାନ୍ତି ମୋତେ ଏତେ ଭଲ ମଜା ଦେଇନଥାଏ। ତେଣୁ ମୁଁ କଷି କଷି କଞ୍ଚା ବାଣ୍ଡ ଖୋଜି ବୁଲେ। ତେଣୁ ଥରେ କ'ଣ ହେଇଛି ନା କୌଣସି ପ୍ରକାର କିଛି ସୁବିଧା ନ ମିଳିବାରୁ ମୋ ପୁତୁରାର କଥା ମୋ ମନକୁ ଆସିଲା। ସେ ପୁତୁରା ଲମ୍ବା ଏବଂ ତା'ର ବୟସ 20 କି 22 ହେବ, ସୁନ୍ଦର ଚେହେରା। ତେଣୁ ମୁଁ ମନେ ମନେ ଭାବିଲି ଯେ ପୁତୁରାକୁ ପଟେଇବି ଏବଂ ତା ପାଖରୁ ଘିଅ ଖାଇବି। ଥରେ କ'ଣ କଲି, ଘରେ କେହି ନଥିବା ସମୟରେ ମୋ ପୁତୁରାକୁ ଘରକୁ ଡାକିଲି ଏବଂ ତାକୁ ଘରେ ଆଣି ଇଆଡ଼ୁ ସିଆଡ଼ୁ ବସି କଥାବାର୍ତ୍ତା ହେଲି। ପାଠଶାଠ ବିଷୟରେ ଟିକେ କଥାବାର୍ତ୍ତା ହେଲି। ତାପରେ ଥଟ୍ଟା ତାମସା କରୁ କରୁ ମୁଁ ତାକୁ କହିଲି, ତୁମେ କ'ଣ କେବେ କେହି ଝିଅକୁ ପଟେଇଛ? ସେ ହସି ଦେଇ କହିଲା, ନା, ମୁଁ କେବେ କୌଣସି ଝିଅକୁ ପଟେଇ ନାହିଁ। ମୁଁ କହିଲି, ଆରେ ତୁମେ ଏତେ ବଡ଼ ହେଇଗଲଣି, ଆଉ ତୁମେ ଝିଅ ପଟେଇଲ? ତୁମର କ'ଣ କିଛି କେବେ ମନ ହୁଏନି? ସେ ଟିକେ ଲାଜେଇଗଲା ଏବଂ କହିଲା, ହଁ, ମନ ତ ବହୁତ ହୁଏ, କିନ୍ତୁ କିଛି ଉପାୟ ନାହିଁ। ଏଇସବୁ କଥା କହୁଥିବା ସମୟରେ ମୁଁ କ'ଣ କରୁଥିଲି ନା ତା ଦେହରେ ଟିକେ ହାତ ବୁଲାଉଥିଲି। ତ ଆସ୍ତେ ଆସ୍ତେ ହାତ ବୁଲାଇବା ମୁଁ ବଢ଼ାଇଲି ଏବଂ ତା ଜଙ୍ଘ ଉପରେ ହାତକୁ ବୁଲାଇଲି। ଯେତେବେଳେ ମୁଁ ତା ଜଙ୍ଘ ଉପରେ ହାତଟି ବୁଲାଉଥାଏ, ଅନୁଭବ କଲି ଯେ ତା'ର ବାଣ୍ଡ ଷ୍ଟ୍ରଙ୍ଗ ହେବାକୁ ଲାଗିଲା। ତେଣୁ ମୁଁ ସେଇ ମୌକାରେ କ'ଣ କଲି ନା ତା ବାଣ୍ଡକୁ ହାତରେ ଧରିନେଲି ଏବଂ କହିଲି, ଦେଖ, ତୋ ବାଣ୍ଡ କେତେ ଷ୍ଟ୍ରଙ୍ଗ ହେଇଗଲାଣି, କେତେ ଲମ୍ବା ହେଇଗଲାଣି, ଆଉ ତୁମେ ଘିଆ ବିଷୟରେ କ'ଣ କିଛି ଜାଣିନ କହୁଛ? ସେ କହିଲା, ହଁ, ଠିକ୍ କଥା, ମୁଁ କେବେ କାହାରିକୁ ଦେଇ ନାହିଁ। ମୁଁ କହିଲି, ତେବେ ଗୋଟେ କାମ କର, ଆଜି ତୁମେ ଟ୍ରାଏଲ୍ରେ ମୋତେ ଦିଅ। ସେ ପୁରା ଖୁସି ହେଇଗଲା, କାରଣ ସେ ବି କେବେ କାହାରିକୁ ଦେଇନଥିଲା। ତେଣୁ ମୁଁ ଯେତେବେଳେ ତାକୁ କହିବାର ଅଫର୍ ଦେଲି, ସେ ପୁରା ଖୁସି ହେଇଗଲା। ତାପରେ ଲାଜି ଯାଇ ପୁଣି କହିଲା, ନା, ମୋତେ ବହୁତ ଲାଜ ଲାଗୁଛି। ମୁଁ କହିଲି, ଆରେ ଲାଜ କ'ଣ? ଏଇ କଥା କହି ମୁଁ କ'ଣ କଲି ନା ତା ପ୍ୟାଣ୍ଟର ଚେନ୍କୁ ଟାଣିଦେଲି ଏବଂ ତାର ବାଣ୍ଡଟିକୁ ବାହାର କରି ଆଣିଲି। କିଛି ସମୟ ହାତରେ ତାର ବାଣ୍ଡକୁ ଧରି ହଲେଇଲି। ତା ବାଣ୍ଡ ବହୁତ ଲମ୍ବା ହେଇଗଲା ଏବଂ ଷ୍ଟ୍ରଙ୍ଗ ମଧ୍ୟ ହେଇଗଲା। ତାପରେ ମୁଁ କ'ଣ କଲି ନା ମୋ ପାଟିରେ ତା ବାଣ୍ଡକୁ ଦେଇ ଚୁଚୁମିବାକୁ ଲାଗିଲି। କିଛି ସମୟ ଚୁଚୁମି ସାରିଲା ପରେ କ'ଣ ହେଲା ନା ତା ବାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଗଲା ଏବଂ ସେ ବି ପୁରା ପାଗଳ ହେଇଗଲା ଘିଇବା ପାଇଁ। ତେଣୁ ମୁଁ କ'ଣ କଲି ନା ଆସ୍ତେ କିନା ମୋ ବ୍ଲାଉଜର ବଟନକୁ ଖୋଲିଦେଲି ଏବଂ 2ଟି ବଡ଼ ବଡ଼ ଦୁଧ ତା ମୁହଁ ପାଖରେ ଆଣି ଘଷିଦେଲି। ସେ କ'ଣ କଲା ନା ମୁହଁରେ ଜୀଭ ଲଗାଇ ମୋ ଦୁଧକୁ ଚୁଚୁମିବାକୁ ଲାଗିଲା। ବେଶ କିଛି ସମୟ ଚୁଚୁମି ସାରିଲା ପରେ ଆସ୍ତେ ଆସ୍ତେ ସେ ମୋ ଦିହରେ ହାତ ବୁଲାଇଲା। ମୁଁ କ'ଣ କଲି ନା ମୋ ଶାଢ଼ୀକୁ ଖୋଲିଦେଲି। ତାପରେ ସାୟାର ଦଉଡ଼ିକୁ ଖୋଲି ସାୟାକୁ ତଳକୁ ଛାଡ଼ିଦେଲି। ପୁରା
ଲଙ୍ଗଳା ହୋଇଗଲି ତା ପାଖରେ। ସେ ମୋର ଲଙ୍ଗଳା ଚେହେରାକୁ ଦେଖି ଆଉ ସମ୍ଭାଳି ପାରିଲା ନାହିଁ। ସେ କ'ଣ କଲା, ମୋତେ ଗପ୍ କିନା ତଳେ ଶୁଆଇ ଦେଲା ଏବଂ ମୋର ଦୁଇ ଠାଙ୍ଗକୁ ନେଲି ପାଟିରେ ସେ କ'ଣ କଲା ନା ମୋ ପିଆରେ ଜିଭ ନେଇ ଲଗେଇଲା ଏବଂ ମୋ ପିଆକୁ ନିର୍ଦ୍ଧୁମ ଭାବରେ ଚୁଚୁମିଲା। ମୋତେ ସେତେବେଳେ ବହୁତ ମଜା ଲାଗୁଥିଲା। ମୁଁ ଖାଲି ବହୁତ ବଢ଼ିଆ ଲାଗୁଛି, ଆଉ ଟିକେ ଜୋରସେ, ଆଉ ଟିକେ ଜୋରସେ ଏମିତି କହୁଥିଲେ। ସେ ମଧ୍ୟ ମୋ କଥା ମାନି ପ୍ରବଳ ମାତ୍ରାରେ ମୋ ପିଆକୁ ଚାଟୁଥିଲା। କିଛି ସମୟ ଚାଟି ସାରିଲା ପରେ ସେ କ'ଣ କଲା ନା ତା କାନରେ ଛେପ ଲଗେଇଲା ଏବଂ କାନକୁ ପୁରା ଓଦା କରିଦେଇ ମୋ ପିଆରେ ଟିକେ ଘଷିଲା ଏବଂ ଆସ୍ତେ ଆସ୍ତେ ମୋ ପିଆ ଭିତରେ ତାର କାନକୁ ପଶେଇବାକୁ ଲାଗିଲା। ସହଜରେ ତା କାନ ମୋ ପିଆରେ ପଶିଗଲା, କାରଣ ମୋର ବୟସ ଅଧିକା ଥିଲା, ମୋ ପିଆ ଚଉଡ଼ା ଥିଲା ଏବଂ ସେ କ'ଣ କଲା ନା ତାର ଗାଣ୍ଡିକୁ ଖାଲି ଉଠେଇଲା ଆଉ ପକାଇଲା, ନିର୍ଦ୍ଧୁମ ଭାବରେ ଡେଇଁଲା। 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ମୋତେ ଡେଇଁ ଚାଲିଲା। ମୁଁ ବି ବହୁତ ମଜା ନେଉଥିଲି ତା ଡେଇଁବାରେ, କାରଣ ଟୋକା ବାଣ୍ଡ ପୁରା ଟାଣ ଥିଲା ଏବଂ ବହୁତ ଶକ୍ତି ମଧ୍ୟ ତାର ଥିଲା। ଧୁମ୍ ସେ ମୋତେ ଡେଇଁଥିଲା। ତାପରେ ମୁଁ କ'ଣ କଲି ନା ମୁଁ ଟିକେ ତାକୁ ଡେଇଁବି, ଏହି ଆଶାରେ ମୁଁ ତାକୁ ତଳେ ଶୁଆଇ ଦେଲି ଏବଂ ତା କାଣ୍ଡକୁ ପୁଣି କିଛି ସମୟ ଚାଟିଦେଲି। ତାପରେ କ'ଣ କଲି ନା ତା କାଣ୍ଡ ଉପରେ ମୁଁ ଯାଇ ବସି ପଡ଼ିଲି। ମୋ ପିଆରେ ତା କାଣ୍ଡ ପୁରା ସେଟ୍ ହେଇସାରିଲା ପରେ ମୁଁ ମଧ୍ୟ ମୋ ଗାଣ୍ଡିକୁ ହଲାଇଲି। ବେଶ୍ କିଛି ସମୟ ଏମିତି ଡେଇଁ ଚାଲିଲି ମୋ ପୁତୁରାର କାଣ୍ଡକୁ। ତାପରେ ତା କାଣ୍ଡରୁ ସବୁ ରସ ବାହାରି ଚାଲି ଆସିଲା। ସେ ଆସ୍ତେ ଆସ୍ତେ ନିସ୍ତେଜ ହେବାକୁ ଲାଗୁଥିଲା। ମୋ ପିଆରୁ କିନ୍ତୁ ସେତେବେଳେ ରସ ବାହାରି ନଥିଲା। ତେଣୁ ମୁଁ କ'ଣ କଲି ନା ପୁଣି ତା କାଣ୍ଡକୁ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଖାଲି ଚାଟିଲି, ନିର୍ଦ୍ଧୁମ ଭାବରେ ଚାଟିଲି। ପୁଣି ତା କାଣ୍ଡ ଟାଣ ହୋଇଗଲା। ଏଥର ସେ କ'ଣ କଲା ନା ମୋତେ ଖଟ ଉପରେ ପେଟି ଶୋଇଦେଲା ଏବଂ ମୋ ଗାଣ୍ଡି ପଟରୁ ମୋ ପିଆରେ ତାର କାଣ୍ଡକୁ ପଶାଇଲା। ସେ ତଳେ ଛିଡ଼ା ହୋଇ ରହିଲା ଏବଂ ମୋତେ ଖଟ ଉପରେ ଶୁଆଇ ଦେଇ ଡେଇଁଲା। ପାଖାପାଖି 20ରୁ 25 ମିନିଟ୍ ପର୍ଯ୍ୟନ୍ତ ସେ ଡେଇଁଲା। ସେ ଡେଉଁଥିବା ସମୟରେ କେତେବେଳୁ ମୋ ପିଆରୁ ରସ ବାହାରି ସାରିଥିଲା, କିନ୍ତୁ ସେ ଡେଇଁ ଚାଲିଥିଲା। ସେଦିନର ମଜା ଆଜି ବି ମୁଁ ଭୁଲିପାରେ ନାହିଁ। ବହୁତ ମଜା ମୋତେ ସେ ଦେଇଥିଲା ମୋ ପୁତୁରା। 20-22 ବର୍ଷର ପୁତୁରା ଏମିତି ମୋତେ ଡେଇଁଥିଲା, ମୋତେ ବହୁତ ମଜା ଆଣି ଦେଇଥିଲା। ଏସବୁ ବିଷୟରେ ମୁଁ ଆପଣମାନଙ୍କୁ କହିଲି। ପୁଣି ଆମେ ବହୁତ ଥର ଏମିତି ଡିଆଁ ହେଇଛୁ। ତ ଏସବୁ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ କହିବି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଏବଂ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।